ଜୟ ଜଗନ୍ନାଥ ଭାଇମାନେ। ମୁଁ ରାତିରେ ଏବେ ଯେଉଁ ଭିଡ଼ିଓଟା କରୁଛି କରିବା କଥା ନାହିଁ, ମୁଁ ତ କରୁନଥିଲି ମଝିରେ, ମାନେ ମୋର କିଛି ସବସ୍କ୍ରାଇବ୍ ବଢ଼ିଆ ଚକ୍କରରେ ମୁଁ ଭିଡ଼ିଓ କରୁନି। ମୁଁ ଭିଡ଼ିଓ ଏଇଥିପାଇଁ କରୁଛି, କାଲି ଖଣ୍ଡଳମୁଣ୍ଡାରେ ଯେଉଁ କମ୍ପିଟିସନ୍ଟା ହେଲା ସେଇ ବିଷୟକୁ ନେଇ ଗୋଟେ ଭିଡ଼ିଓ କରୁଛି। କିଛି ଜଣକୁ ନାହିଁ, କିଛି ଡିଜେ ମାଲିକଙ୍କ ପାଇଁ କରୁଛି ଭିଡ଼ିଓଟା। କିଛି ମୋତେ କମେଣ୍ଟ ବି କରିବେ କି ଭାଇ ତୋର ଅକାତ କ'ଣ, ତୁ ଡିଜେ ଗାଡ଼ିରେ ବନେଇ ପାରିବୁ କି ନାହିଁ, ତୋତେ କହିବାକୁ ଅଧିକାର ଦେଲା କିଏ, ଆଉ ତୁ କ'ଣ ପାଇଁ ଆସିକି ମଝିରେ ଫଟଫଟ ହେଉଛୁ। ମୁଁ ଫଡ଼ ହେଉନି, ସଠିକ୍ କଥାଟା କହିବି ଏଥିପାଇଁ ଯେ ମୁଁ ପବ୍ଲିକଙ୍କ ଭିତରେ ମୁଁ ବି ଜଣେ। ଆଉ ଓପନଲି ଭାଇ ମୁଁ କହୁଛି, SM ଅଡ଼ିଓ ଡିଜେ ହେଉଛି ମୋ ଫେଭରେଟ୍। SM ଅଡ଼ିଓ ଡିଜେ ମୋର ବହୁତ ଫେଭରେଟ୍। ଡିଜେ ଗ୍ରୀନ୍ ବି ମୋର ବହୁତ ଫେଭରେଟ୍। ତା ପୂର୍ବରୁ ରଶ୍ମି ଭିତରେ ଥିଲା ମୋର ଫେଭରେଟ୍। ଏଇଟା ଆଗରୁ ବି ଗୋଟେ ଭିଡ଼ିଓରେ ବି କହିଥିଲି ମୁଁ ଫେଭରେଟ୍ ବୋଲି। ତାମାନେ ଆମ ନିଜେ ସାଉଣ୍ଡ ହାରିଥିଲେ ବି ମୁଁ ଏମିତି ଗୋଟେ ପିଲା ମାନିବି କି ଆମ ସାଉଣ୍ଡ ସତରେ ହାରିଛି। ଆଉ ଜିତିଥିଲେ ବି ତ ମୁଁ ପୁରା ହକଦମରେ କହିବି ଆମ ସାଉଣ୍ଡଟା ଜିତିଛି। କାଲି ଯେଉଁ ଘଟଣାଟା ହେଲା, ଏବେ ବର୍ତ୍ତମାନ 2025 ପୁରୀକି 26 ଷ୍ଟାର୍ଟିଂ ହେଲାଣି, ଫେବୃଆରୀ ଷ୍ଟାର୍ଟ ହେଲାଣି ଫାର୍ଷ୍ଟ ୱିକ୍ରେ। ଏ କିଛି ବର୍ଷ ହେବ ବହୁତ ଗୁଡ଼ିଏ ୟୁଟ୍ୟୁବର ଅଛନ୍ତି ଯେଉଁମାନଙ୍କ ଭିତରୁ କିଛି ଜଣଙ୍କୁ ଛାଡ଼ିଦେଲେ, କି ଜଣକୁ ନାହିଁ, ପୁରା ପ୍ରାୟ ସମସ୍ତଙ୍କୁ ଛାଡ଼ିଦେଲେ ଜଣେ କି ଦୁଇ ଜଣ ଅଛନ୍ତି ଯେଉଁଗୁଡ଼ାକି ଥମ୍ବନେଲ୍ରେ ଉଲ୍ଟା ପୁଲ୍ଟା ଲେଖିକି ତାକୁ ତଳେ ପକାଇକି ୟାକୁ ତଳେ ପକାଇକି ଏମିତି କଥାବାର୍ତ୍ତା ଷ୍ଟାର୍ଟ କରୁଛନ୍ତି। ଆରେ ଭାଇ, ତୁମେ ଯେ ୟୁଟ୍ୟୁବ୍ ପକାଉଛ, କାଲି ତୁମ ଆଡ଼ୁ ଆରମ୍ଭ କଲ ବି ତୁମେ ଯେତେବେଳେ ଗୋଟେ ସାଉଣ୍ଡ କାର୍ଡ଼ଟେ ବଜେଇ ଯାଉଛି, ତୁମେ ତା ସାଉଣ୍ଡ କାର୍ଡ଼ଟା ଫଟୋ କାଟିକି ତୁମେ ଏମିତି ପକାଇଲନି। ଏଇ ପ୍ରାଇଭେଟ୍ ଟ୍ରାକ୍ କରିକି ହେଷ୍ଟର୍ସ ମାନଙ୍କର ନିଦ ଉଡ଼େଇଦେଲା। ସେଇ କଭରରେ ଆଉ ଜଣଙ୍କ ସାଉଣ୍ଡ ଗାଡ଼ି ଥାଇକି ତୁମେ ସେଇ ସାଉଣ୍ଡ ବାଲାର ଯିଏ ବଜାଉଥିଲା ସେଇ ସାଉଣ୍ଡ ବାଲାର ଛାଡ଼ିକି ଲେଖୁଛ ନା କ'ଣ ହେଟର୍ସ ମାନଙ୍କର ପ୍ରୋବ୍ଲେମ୍ ହେଉଛି। ଶୁଣ ଭାଇ, ତୁମେ ଜାଣିଛ ମୁଁ ତୁମକୁ କହୁଛି, ଆଉ ମୁଁ ତୁମ ଭଳିଆ ବହୁତ ବଡ଼ ୟୁଟ୍ୟୁବର ନୁହଁ। ମୁଁ ୟୁଟ୍ୟୁବର ହିଁ ନୁହଁ। ମୁଁ ଖାଲି ନର୍ମାଲ ଗୋଟେ ଭିଡ଼ିଓ ଛାଡ଼ୁଛି, ଲୋକ ଦେଖନ୍ତୁ, ଲୋକ ବୁଝନ୍ତୁ, ଲୋକଙ୍କ ପାଇଁ ଛାଡ଼ୁଛି। ମୋତେ ଏଇଠୁ କେତେ ଗୁଡ଼ିଏ ଗାଳି କରିବେ, କମେଣ୍ଟ କରିବେ, ମାନେ ଉଲ୍ଟା ସୁଲ୍ଟା କଥାବାର୍ତ୍ତା କରିବେ, କମେଣ୍ଟ ଦେବେ, ମୋତେ କିଛି ଫରକ ପଡ଼େନି। ମୋତେ କିଛି ଫରକ ପଡ଼ିବନି କି କିଏ କ'ଣ କହିଲେ ମୋତେ କିଛି ଯିବା ଆସିବାର ମୋର ନାହିଁ। କାଲି ମୁଁ ସେ ଜାଗାରେ ଥିଲି। ଯଦି ଗୋଟେ ସାଉଣ୍ଡ ଓନର ଜଣକୁ ଡାଇରେକ୍ଟ ନାଁ ଧରିକି ଗାଳି କରିପାରୁଛି, କିଛି ତ ଭୁଲ କରିଥିବ ଭାଇ। ଜଣେ ଉପରେ ପଡ଼ିକି କ'ଣ ପାଇଁ ତୁମକୁ ଗାଳି କରିବ? ତୁମକୁ କ'ଣ ପାଇଁ ଭିଡ଼ିଓ ୟୁଟ୍ୟୁବର କହିବ? ତୁମ ନାଁ ଡାଇରେକ୍ଟ କ'ଣ ପାଇଁ ଧରିବ? ସେ ତ ଆଉ କାହା ନାଁ ବି ଧରିପାରିଥାନ୍ତା। ଏଇଟା ବହୁତ ଭଲ ୟୁଟ୍ୟୁବର ଥିଲେ, ମୁଁ ଥିଲି ସେଇଠି। ମୁଁ ବି କହୁଛି ମୁଁ ୟୁଟ୍ୟୁବର ହିଁ ନୁହଁ, ନର୍ମାଲ ଗୋଟେ ଭିଡ଼ିଓ କରୁଛି। ସେଇଠି ଓଡ଼ିଶା ଧୁନ ଭାଇ ଥିଲେ, ଓଡ଼ିଶା ମ୍ୟୁଜିକ୍ ଇଭେଣ୍ଟ ଭାଇ ଥିଲେ, ମୋ ପାଖରେ ଥିଲେ, ମୁଁ ଦେଖୁଥିଲି ତାଙ୍କୁ। ବହୁତ ୟୁଟ୍ୟୁବର ଅଛନ୍ତି, ସେ ତ କାହା ନାଁ ଧରିଲାନି। ତୁମ ନାଁ କ'ଣ ପାଇଁ ଭାଇ ଧରିଲା? ତୁମେ କ'ଣ ଭୁଲ କରିଛ ଭାଇ? ମୋତେ କୁହ, ତୁମେ କ'ଣ କିଛି ତ ଭୁଲ କରିନ। ତୁମକୁ କ'ଣ ପାଇଁ ଜଣେ ଭାଡ଼ୁଆ ୟୁଟ୍ୟୁବର କହିବ? ଗୋଟେ ମାଲିକଟେ କ'ଣ ପାଇଁ କହିବ? କ'ଣ ପାଇଁ ଗୋଟେ ମାଲିକଟେ କହିବ ଯେ ଭାଡ଼ୁଆ ୟୁଟ୍ୟୁବର କ'ଣ ପାଇଁ କହିବ? କିଛି ତ ଭାଇ କରିଥିବ ନା। ଆଉ କାଲି ଯେଉଁଟା ବି ହେଲା, ଯେତେବେଳେ ଆମେ ସେଇଠି ସାମ୍ନାରେ ଥିଲୁ, ଆମେ ପ୍ରାୟ ଏମିତି ଭାବିଲୁ କି ଗୋଟେ ଅନ୍ୟଟା କ'ଣ ପାଇଁ କହୁଛି, ଆଉ ଏମିତି ଯଦି କହୁଛି ବି ଏଇଟା କହିବାର ଠିକ୍ ନୁହଁ। କିନ୍ତୁ ତୁମେ ତା ପୂର୍ବରୁ କ'ଣ କରିଛ, ତା 2-3 ଘଣ୍ଟା ପୂର୍ବରୁ ତୁମ ଖେଳଟା ଆରମ୍ଭ କରିଦେଇଛ ଥମ୍ବନେଲ୍ ପକାଇକି। କ'ଣ ଥମ୍ବନେଲ୍ ପକାଇକି? ଶୁଣ ଭାଇ, ମୁଁ ଗୋଟେ କଥା କହୁଛି,
ରଶ୍ମି ନାଁଟା ଭୁଲ କରିଦେଲି। SM ଅଡ଼ିଓ ସାଉଣ୍ଡ ସିଷ୍ଟମ୍ କଥା ମୁଁ କହୁଛି। ସେ ଭାଇ ଗୋଟେ 1.5 କୋଟି ଟଙ୍କା ଇନଭେଷ୍ଟ କରନା ଡିଜେ ଗାର୍ଡ଼େ ବନେଇଛନ୍ତି। ତାଙ୍କର ସେ କେତେ କଷ୍ଟରେ ବନେଇଛି ସେ ଜାଣିଛନ୍ତି। ବୁଝିଛ? ଯଦି ତମେ ଏମିତି କମେଣ୍ଟ ମାରିକି ଜଣଙ୍କୁ କହିପାରୁଛ ତାହେଲେ ତମେ ବି କମେଣ୍ଟ ଶୁଣିବା ରାଜି ହୁଅ। ରାଜି ତ ନିହାତି ଭାଇ। ଯଦି ମୁଁ ଗୋଟେ ଲୋକଙ୍କୁ ଭୁଲ ଦେବି କହିବି ଆମ ଭିତରେ ଯାହା ବି ହେଇଛି ଆଗରୁ ହେଇଛି, ଧର ମୋ ଆଡ଼ୁ କିଛି ଭୁଲ ତା ଆଡ଼ୁ କିଛି ଭୁଲ ଅଛି, ତ ଏଇଟା ମ୍ୟାନେଜ୍ କରନା ମୁଁ ମୋର ପଛରେ ପଡ଼ିବି। ଯଦି ମୁଁ ତାକୁ ଚିଡ଼େଇବି, ମୋର ବାଳଟିକର ଅକାତ ନାହିଁ। ମୁଁ ଗୋଟେ ଯିଏ କୋଟି କୋଟି ଟଙ୍କା ଇନଭେଷ୍ଟ କରୁଛି, ପ୍ରତି ବର୍ଷକୁ ଥରେ କୋଟି କୋଟି ଟଙ୍କା ଇନଭେଷ୍ଟ କରୁଛି, ମୁଁ ତା ସହ ଲାଗିବି କ'ଣ ପାଇଁ? ମୁଁ ତା ୟୁଟ୍ୟୁବ୍ରେ ତା ଭିଡ଼ିଓ ହିଁ ଛାଡ଼ିବିନି। ଆଉ ତା ଫଟୋ ଛାଡ଼ିକି ମୁଁ କ'ଣ ପାଇଁ ଥମ୍ବନେଲ୍ ଦେବି? ଉଲ୍ଟା ସୁଲ୍ଟା କ'ଣ ପାଇଁ ଥମ୍ବନେଲ୍ ଦେବି? ମୋତେ ଏଇଟା ଖାଲି ଗୋଟେ କଥା କହ ଭାଇ, କ'ଣ ପାଇଁ ମୁଁ ତାର କ'ଣ ପାଇଁ ସେଇ ସାଉଣ୍ଡ ବାଲା ସହିତ ମୋର ଠିକ୍ସେ ଫଟୁନି, ମୁଁ ତାର କ'ଣ ପାଇଁ ଥମ୍ବନେଲ୍ ଦେବି? ସେଇଟା ଭାଇ ଏକ ପଏଣ୍ଟ ଭୁଲ ଭାଇ। ହଉ ଛାଡ଼, ଆଉ ଗୋଟେ କଥା ହେଉଛି, ମୁଁ ଆସୁଛି ଆଉ ଗୋଟେ ଟପିକ୍କୁ। ତମେ କାଲି ତମର ଫେଭରେଟ୍ ଥିଲା ହାତୀ ସାଉଣ୍ଡ, JB ସାଉଣ୍ଡ। ମୁଁ ଓପନଲି କରୁଛି JB ସାଉଣ୍ଡ। ଯେତେବେଳେ ତମେ ପାରିଲନି, ଛାଡ଼, ତମେ ଏବେ କହିବ ଆମେ କିଛି ଲଗେଇନୁ, କ'ଣ ଲଗେଇନୁ, ତମକୁ କିଏ ମନା କରୁଛି ଲଗେଇବା ପାଇଁ ଭାଇ? କିଏ ମନା କରୁଛି? ତମେ ଲାଷ୍ଟରେ JBରୁ ଖାଲି ଦୌଡ଼ିନା ପଡ଼ିଲ KB ପାଖକୁ, ପୁଣି KB DJ ଭିତରେ ପଶିକି ମାଇକିଂ କରୁଛ। ଆରେ ଭାଇ, ଯଦି ତୁମକୁ ଜଣେ ଏମିତି ଆସଲ୍ଟ କଥାବାର୍ତ୍ତା କରୁଛି ନା, ତମେ ପ୍ରଥମେ କ'ଣ, ମୁଁ ଥିଲେ କ'ଣ ପ୍ରଥମେ କରନ୍ତି ଜାଣିଛ ନାହିଁ? ପ୍ରଥମେ ଥମ୍ବନେଲ୍ ଭିଡ଼ିଓ କାଟିକି ତାପରେ ମୁଁ ତାଙ୍କୁ ଭୁଲ ମାଗିକି ଡାଇରେକ୍ଟ ଗୋଟେ ଛୋଟିଆ ମୋଟେ କେସ୍ଟେ ଦିଅନ୍ତି, ମୋ ଫେଭରେଟ୍ ସାଉଣ୍ଡ ହେଉଥିବା ମାତ୍ରେ ବି। ଠିକ୍ ଅଛି, କିନ୍ତୁ ମୁଁ ଏମିତି କରିବିନି। କ'ଣ ପାଇଁ? ମୁଁ ଆଗ କ'ଣ ପାଇଁ ଜଣକୁ ବିହେଭିଅର୍ ଖରାପ କରୁଛି, ସେ ମୋତେ ଏମିତି ବିହେଭିଅର୍ ଖରାପ କରିବ? ଗଲା, ସେଇ କଥା ଗଲା। ତାପରେ କମ୍ପିଟିସନ୍ ଉପରେ କଥା ହେଉଛି। ସ୍ମାଇଲ୍ DJ, KB DJ, ଆଗରୁ JB DJ। କେବଳ ଗୋଟେ ବର୍ଷ ହେଇଛି SM ଅଡ଼ିଓ ବାହାରିବାର। ମାନେ ତାଙ୍କର ଦେଖ, ତାଙ୍କର ବିଜନେସ୍ ଅଛି 35 ବର୍ଷର, ତାଙ୍କ ପୁରୁଣା ସାଉଣ୍ଡ ଅପେକ୍ଷା ରଶ୍ମି ସାଉଣ୍ଡ ଦେଲେ ନାଁ ଥିଲା। କିନ୍ତୁ କେବଳ ଗୋଟେ ବର୍ଷ ହେଇଛି ନେମ୍ ଚେଞ୍ଜ ହେଇକି ବାହାରିବାର। ଏଇ ଗୋଟେ ବର୍ଷ ଭିତରେ ସେ ଏମିତି ଗୋଟେ ସାଉଣ୍ଡ ବାହାରିଛି ଯେ ଯିଏ ଗୋଟେ ସାଉଣ୍ଡ ଧରିକି ବି ଆସୁଛି ସେ କହୁଛି ମୁଁ SM ଅଡ଼ିଓ ସହିତ କମ୍ପିଟିସନ୍ କରିବି। ଆରେ କ'ଣ ପାଇଁକି ରେ? ତୁମେ କମ୍ପିଟିସନ୍ କରୁନ, କରାଅ, ତୁମେ ହରାଅ। କିନ୍ତୁ କଣ୍ଟ୍ରୋଭର୍ସି ଜାଣି ଷ୍ଟାର୍ଟ କରୁଛ କେଉଁଥିପାଇଁ? ସ୍ମାଇଲ୍ DJ କ'ଣ ପାଇଁ ତୁ ଫେମସ୍ କିରେ ଭାଇ? ତୁ ମୋତେ କଲ୍ କରିବୁ ପ୍ରୋବ୍ଲେମ୍ କିଛି ନାହିଁ। ମୋତେ ଗାଳି କରିବୁ ପ୍ରୋବ୍ଲେମ୍ କିଛି ନାହିଁ। କ'ଣ ପାଇଁ ଏତେ କଣ୍ଟ୍ରୋଭର୍ସି ଭାଇ ଷ୍ଟାର୍ଟ ହେଉଛି? କ'ଣ ପାଇଁ ତୁମେ ଯେ କଣ୍ଟ୍ରୋଭର୍ସି ଗୋଟେ ଷ୍ଟାର୍ଟ କରୁଛ କ'ଣ ପାଇଁ? ତୁମେ କ'ଣ ନିଆନୁଇ ହେଇଥିଲ, କ'ଣ ଦିଆଦୁଇ ହେଇଥିଲ, ଏଇଟା ତୁମ ମନ ଭିତରେ ରଖିଲ, ଠିକ୍ ଅଛି। କମେଣ୍ଟ ମରାମରି ହେଉଛ ବି ଠିକ୍ ଅଛି। କମ୍ପିଟିସନ୍ ଉପରେ କଥାବାର୍ତ୍ତା। ତୁମେ ଯେଉଁ ସାଉଣ୍ଡଟା ବଜାଉଛନି କି, ତୁମର କେତେଟା ପର୍ସନାଲ୍ ସପୋର୍ଟରକୁ ପଚାରିବ ବି, ଯେଉଁଟା ତୁମକୁ ସପୋର୍ଟ କରୁଛନ୍ତି ସେମାନଙ୍କୁ ପଚାରିବ ବି, ଯେତେବେଳେ ଗୋଟେ କମ୍ପିଟିସନ୍ଟା ହେଉଛି, ମନ୍ଦିର ଘଣ୍ଟି ଶବ୍ଦ ଆଉ ଗୋଟେ ମନ୍ଦିର ଉପରେ ଯେଉଁ ଚୁଙ୍ଗା ଲାଗିଥାଏ ଶବ୍ଦ, ଏ ଚୁଙ୍ଗାଟା 10 କିଲୋମିଟରକୁ ଶୁଭାଯିବ। କିନ୍ତୁ ଘଣ୍ଟିର ଶବ୍ଦଟା ଏ 10 ମିନିଟ୍ ମାନେ ଏ 10 ମିଟର ଭିତରେ ଯେ ଜଣ ସବୁ ଥିବେ, ଏ ଘଣ୍ଟିର ଶବ୍ଦ, ଏ ଘଣ୍ଟିର ତା ଧ୍ୱନି ଜିନିଷ ଶୁଭାଯାଏ, ତୁମ ଭିତରେ କମ୍ପାରିସନ୍ କଲେ ଏମିତି ଜଣାପଡ଼ିବ। SM ଆଉ ସ୍ମାଇଲ୍ ଭିତରେ ତୁମ ଏଇ ଯେଉଁ ମନ୍ଦିର ମୁଣ୍ଡି ଉପରେ ଯେଉଁ ଚୁଙ୍ଗା ଚେ ଢୋଲ ଭଳିଆ, ସେଇ ଟାଇପ୍ର ଢୋଲ ତ ମୁଁ ତାକୁ ଇଜ୍ଜତ ଦେଇଦେଲି ବେଶୀ। ବେଶୀ ନାହିଁ। ଯେତେବେଳେ କମ୍ପିଟିସନ୍କୁ ଡାକି ଦେବ ବୁପାକୁ, ଖାଲି କ'ଣ ଭାବୁଛ SM ଅଡ଼ିଓ ଆସିଲା ତ ମୁଁ ମୋର ଖାଲି ଭଏସ୍ ଛାଡ଼ିଦେବି? ଆରେ କ୍ୱାଲିଟି କାହିଁ? ତୁମର କ୍ୱାଲିଟି କାହିଁ? ତୁମେ ଚେଙ୍କୁ କହୁଛ ଜିତୁଛ ତ, ହଁ ତୁମର ଭଏସ୍ଟା ହେଉଛି, ମୁଁ କହୁଛି ତୁମର ଭଏସ୍ଟା ହେଉଛି, କ୍ୱାଲିଟି କାହିଁ? ଯେତେବେଳେ ତୁମେ ଫେସ୍ ଟୁ ଫେସ୍ ବଜାଉଛ ନା, SM ଅଡ଼ିଓ ବଜାଉଛି ସେମ୍ ଜିନିଷ, ତୁମେ ବି ସେମ୍ ଜିନିଷ। ତୁମେ 10 ଲାଇନ୍ ପ୍ରେସର ମିଟର ଲାଇନ୍ ମାରୁଛ ଦୁଇ ସାଇଡ଼୍ରେ, କିନ୍ତୁ ଭାଇ ସେ 3 ଲାଇନ୍, ହଁ ତୁମର ମାଗିକି ଆଣିଛ, ହଁ ତୁମର ମାଗିକି ବି ବଜାଉଛି, ଛାଡ଼। କ୍ୱାଲିଟି କାହିଁ? ସେ ପ୍ରେସର ମିଟ୍ ଲଗେଇକି ଚୁଙ୍ଗା, ଆମେ ତ ଜାଣିଛୁ ଚୁଙ୍ଗା ମାନେ କ'ଣ, ୟୁନିଟ୍ ଲଗେଇକି ଯେମିତି କ୍ୱାଲିଟିରେ ବଜାଉଛି, ତୁମ କ୍ୱାଲିଟି କାହିଁ ଭାଇ? ତୁମେ ଇନଭେଷ୍ଟ କରିଛ, ମନା ନାହିଁ। ତୁମେ ଭାଇ 1.5 କୋଟି 2 କୋଟି ଇନଭେଷ୍ଟ କରୁଛ, ବହୁତ କରିଛ ଇନଭେଷ୍ଟ, ଏତେ ଇନଭେଷ୍ଟ କରୁଛ, ଆମର ଏତିକି ଅକାତ ବି ନାହିଁ ଇନଭେଷ୍ଟ କରିବା ପାଇଁ। କିନ୍ତୁ କ୍ୱାଲିଟି କାହିଁ ଭାଇ? କ୍ୱାଲିଟି କାହିଁ? କ୍ୱାଲିଟି ନାହିଁ। ଆଜି ମୁଁ ଗୋଟେ ଦେଖିଲି, ଗୋଟେ ମିନିଟ୍ ଭାଇ, ଗୋଟେ ମିନିଟ୍।
ତମେ ତମ ପେଜ ଛାଡ଼ିଛ କାହା ପେଜ ଛାଡ଼ିଛ ଭଗବାନ ଜାଣନ୍ତି। କିନ୍ତୁ ଦେଖିଲି ମୁଁ କ'ଣ ଛାଡ଼ିଛ ନା ମୋଠୁ ମାଗିକି ନେଉଥିବା ଲୋକ ଆଜି ମୋତେ ଭୁଲି ପାରୁନି। ତମେ କ'ଣ ମାଗାମଗି ହୋଇଛ ଭାଇ ଭଗବାନ ଜାଣନ୍ତି। କିନ୍ତୁ ତମେ ଯେଉଁ ଓପନ୍ ଚ୍ୟାଲେଞ୍ଜଟା ଦେଇନ କି ନା ତେଲ ସରିବା ଯାକ ମୁଁ ବି କମ୍ପିଟିସନ୍ କରିବି। ଭାଇ ତମେ ଗୋଟେ ଛୁଆ ହେ ମିଡ଼ି ଏ ଚୁଙ୍ଗା ବିନା ତମର କିଛି ଭ୍ୟାଲ୍ୟୁ ନାହିଁ। ଏ ଚାଉଁ ଚାଉଁ ଘାଉଁ ଘାଉଁ କରି କରି ତମେ ଆଜି ହିରୋ ବାହାରୁଛ। ଏ ଯେଉଁ କମ୍ପିଟିସନ୍ଟା ହେଲା କୁଡୁଲ ଗାଁରେ ବ୍ରିଜ୍ ଉପରେ ଆମେ ଥିଲୁ ସେଇଠି। ତମର କେବଳ ନା ଚାଉଁ ଚାଉଁ ଘେଡ଼ରେ ଫେଡ଼ରେ ଫେଡ଼ରେ କିନ୍ତୁ ଯେତେବେଳେ SM ସାଇଡ଼୍ରେ ବଜୁଥିଲା ବେସ୍ ତ କ୍ୱାଲିଟି ଚାଉଁ ଚାଉଁ ସହିତ ବି କ୍ୱାଲିଟି ବେସ୍ କ୍ଲାରିଟି ସହ ବାଜୁଥିଲା। ତମେ ତମର ଦମ୍ ଅଛି ଏମିତି ବଜାଇବା ପାଇଁ ବଜାଇ ପାରିବ କହିପାରିବ କମ୍ପିଟିସନ୍ ଟାଇମ୍ରେ ମୁଁ କ୍ୱାଲିଟିରେ ବଜାଇ କହିପାରିବ। ଯଦି କହିଦେବ ଭାଇ ମୁଁ ତମ ଗୋଡ଼ର ପାଦ ଧୂଳି ଚାଟିବି। ମୁଁ ତୁମକୁ ଚ୍ୟାଲେଞ୍ଜ ଦେଉଛି ମୁଁ ଗୋଟେ ପବ୍ଲିକଟା ମୋତେ କହିବ ତୁ ଚାଲ ବେ ତୁ କିଏ ବେ ଗୋଟେ ମାଲିକ ମୋତେ ଚ୍ୟାଲେଞ୍ଜ ଦେଲେ ହେବ ତୁ କିଏ ଗୋଟେ ସାଇଡ଼୍ ୱାନ୍ ସାଇଡ଼୍ ପିଲାଟା କହୁଛୁ। କିନ୍ତୁ ମୁଁ କହୁଛି ମୁଁ ଚ୍ୟାଲେଞ୍ଜ ଦେଉଛି ଭାଇ ଯଦି SM ଅଡ଼ିଓ ଭଳିଆ ତୁମେ ଯଦି ଏତେ କ୍ଲାରିଟିରେ ସବୁ ବଜାଇ ପାରିବ ଏତେ ଚୁଙ୍ଗା ୟୁନିଟ୍ ମାରିକି ମୁଁ ତୁମ ଆଗରେ ଛେପ ଚାଟିବି। ସ୍ମାଇଲ୍ ଭାଇ ତୁମକୁ କହୁଛି ହେଲା। ମୋତେ ତ ପର୍ସନାଲ୍ କଣ୍ଟାକ୍ଟ ବି କରିପାରିବ କଥା ବି ହେଇପାରିବ। ଆଉ ମୁଁ କାହାଠୁ ପଇସା ନେଇକି ଭିଡ଼ିଓ କରୁନି କି ମୋତେ କେହି କହିନାହାନ୍ତି ଭିଡ଼ିଓ କରିବା ପାଇଁ। ମୋ ନିଜସ୍ୱ ଇଚ୍ଛାରେ ମୁଁ ଭିଡ଼ିଓ କରୁଛି। ମୁଁ ନିଜକୁ କହିପାରୁଛି ତୁମକୁ ଯେ ମୁଁ ଏମିତି ଏମିତି କହିପାରିବି ବୋଲି। ମୁଁ କାହା ଦ୍ୱାରା କାହା ପ୍ରେସରରେ ଭିଡ଼ିଓ କରିନି ମୁଁ କାହା ଇଏ କରୁନି ସେ କରୁନି। ଆଉ ମୁଁ ଯଦି ମୋତେ ଭାଇବ ନା ଏଇଟା କିଏ ଭାଡ଼ୁଆଟା ଇଏଟା ସିଏଟା ସେମିତିଟା ମୋତେ ଏମିତି ଭାଇ କହିପାରିବନି। ମୁଁ ତୁମକୁ କିଛି ବିହେଭିଅର୍ ଖରାପ କରନା କଥାବାର୍ତ୍ତା କରୁନି କେବଳ ତୁମକୁ ଜଣାଉଛି। ତୁମେ ଏମିତି କ୍ୱାଲିଟିରେ ବଜାଇ ପାରିବ କି କ୍ଲାରିଟିରେ ବୁଝି ପାରିବ କି ତୁମେ ଇନଭେଷ୍ଟ କରୁଛ ମୁଁ ମନା କରୁନି। ପରଙ୍ଗରେ ବି ସେମ୍ ସିଚୁଏସନ୍ ହେଲା। ଏ ପରଙ୍ଗରେ 1 ତାରିଖ ଦିନ ବି ସେମ୍ ସିଚୁଏସନ୍ ଚେଞ୍ଚ ଖାଲି ଭଏସ୍ ଆରେ ବେସ୍ କ୍ୱାଲିଟି କୁଆଡ଼େ ପଳାଉଛି। ମାନେ ତୁମେ ଭାବୁଛ ଯେ ମୁଁ କମ୍ପିଟିସନ୍ ଟାଇମ୍ରେ କରିଦେଲେ ସରିଲା କିନ୍ତୁ SM ଭଳିଆ କ୍ୱାଲିଟିର ବଜାଅ। ଓ ଛାଡ଼ ଭାଇ ତୁମକୁ ଗୋଟେ କଥା କହୁଛି ୱେଟିଂରେ ରୁହ। ଆଉ ମୁଁ କହୁଛି ତୁମେ ଯଦି ପ୍ରକୃତରେ ଗୋଟେ ସାଉଣ୍ଡ ମାଲିକ ହେଇଥିବ ନା ତୁମେ ଓପନଲି ତୁମ ନିଜ ପ୍ରଫେସନାଲ୍ ପେଜ୍ରେ ଛାଡ଼ ନିଜ ଭିଡ଼ିଓ କରିକି ଛାଡ଼ କିଏ ଏବେ SM ଅଡ଼ିଓ ତ ମୁଁ ଓପନ୍ ଚ୍ୟାଲେଞ୍ଜ ଦେଉଛି କର। ଏ ଯେଉଁ ଫାଲତୁ ପିଲାକୁ କହିଲା ଭିତିରିଆ ଛାଡ଼ନି ଇନଷ୍ଟାଗ୍ରାମରେ ପୋଷ୍ଟ କରନି। ଠିକ୍ ଅଛି ଭାଇ ଠିକ୍ ଅଛି। ଏବେ ଆସିବି JBDJ ବିଷୟରେ ଭାଇ ମୁଁ କିଛି କହିବିନି। JBDJ ସେ ଭାଇ କିଛି ଓପନଲି କହୁନି। ତା'ର ଯେଉଁ ଭାଡ଼ୁଆ ୟୁଟ୍ୟୁବର ସେ କହୁଛି ତା'ର ଯେଉଁ କୁକୁର ୟୁଟ୍ୟୁବର ସେ କହୁଛି ସେ ଯାହାକୁ ମଟନ୍ ଦେଇଟା ଖାଇବାକୁ ଦେଉଛି ସେ କହୁଛି। JBDJ ସହିତ ମତଲବ କିଛି ନାହିଁ ଭାଇ। JB ଓପନଲି ମୁହାଁମୁହିଁ ଲାଗିବାକୁ ଚାହୁଁନି। ସେ କେବଳ ଗୋଟେ କଣ୍ଟ୍ରୋଭର୍ସିରେ ପଶିକିନା ଖାଲି ବାଧ୍ୟର କଥାବାର୍ତ୍ତା କରୁଛି। ମୁଁ JBDJ ମୋର ମତଲବ ହିଁ ନାହିଁ ଭାଇ ସରି ଭାଇ JBDJ ଅନର୍କ ଭାଇ ସରି। ଆଉ ରହିଲା ଏବେ ଆସିଲି KBDJକୁ। ଭାଇ KBDJ ମୁଁ ଭାଇ ୟା ପୂର୍ବରୁ KBDJକୁ ବହୁତ ପସନ୍ଦ କରେ। କ'ଣ ପାଇଁ କରେ ଜାଣିଛ ନାହିଁ ତାଙ୍କ ମାଲିକର କଥାବାର୍ତ୍ତା ବହୁତ ଭାଇ ବଢ଼ିଆ ବହୁତ ବଢ଼ିଆ। କିନ୍ତୁ କାଲି ସେ କୋଅପରେଟରଟା ପୁରେଇଥିଲେ ତାଙ୍କ ଗାଡ଼ିରେ ଏତେ ଭାଡ଼ ଆମେ କଥାବାର୍ତ୍ତା। ଆରେ ଭାଇ ଜିତୁ ଭାଇ ତାକୁ ଓପନଲି କହୁଥିଲା ତାର ଯେ ଭୁଲ କରୁଛି ତୁମକୁ ତ ଭାଇ କିଛି କମେଣ୍ଟ କରୁନଥିଲା ଭାଇ। ତୁମେ କ'ଣ ପାଇଁ ତୁମ ତୁମ ଅପରେଟର ଚାମ୍ବର ଆଉ ଜଣକୁ ପୁରେଇଥିଲ କ'ଣ ପାଇଁ? ସେ ଗୋଟେ ଭାଡ଼ୁଆ ୟୁଟ୍ୟୁବରଟାକୁ କ'ଣ ପାଇଁ ପୁରେଇଥିଲ? କ'ଣ ପାଇଁ ଗୋଟେ ଭାଡ଼ୁଆ ୟୁଟ୍ୟୁବରଟା ପୁରେଇଥିଲ ଭାଇ? ପରିବାର ଭାଇ ନଥିଲା ତୁମ ଚାମ୍ବର ଭିତରେ। ହଉ ଛାଡ଼ ପୁରେଇଲ ତୁମ ପର୍ସନାଲ୍ କ'ଣ ଥିବ ଜଣା ନାହିଁ ପୁରେଇଲ। କିନ୍ତୁ ସେ ୟୁଟ୍ୟୁବର କ'ଣ କରୁଥିଲା ତୁମ ଚାମ୍ବର ପଶିକି ଆଉ ଗୋଟେ ଅନର୍କୁ ରିପ୍ଲାଏ କରୁଥିଲା। ଅବଶ୍ୟ ହଁ ସେ ତାକୁ ରିପ୍ଲାଏ କରୁଥିଲା ବୋଲି ତୁ ତ ନିଜର ଗୋଟେ ପର୍ସନାଲ୍ ଚୁଙ୍ଗା ଆସିନା ରିପ୍ଲାଏ କଲୁନି କାଳିଆ ଭାଇ। ଓ ଛାଡ଼େ ସେ ଯାହା ହେଲା। ଆଉ KBDJ କାଲି ତୁମ କଥା ମୁଁ କହୁଛି ଭାଇ ପୁରା ଦି ସାଇଡ଼ ତୁମେ ପ୍ରେସର ମିଟ୍ରେ ଭର୍ତ୍ତି କରିଦେଇଥିଲ। ପ୍ରେସର ମିଟ୍ ଚୁଙ୍ଗା ମାରିକି 10 ଲାଇନ୍ ମାରିଥିଲ ଉପରେ ମାରିଥିଲ। ସତ କହିବ ଭାଇ ତୁମେ 3-4ଟା ଭିଡ଼ିଓ ବି ଓପନ୍ ଦେଖ। ଆମେ ଥିଲୁ ଜାଗା ପରେ ଓଡ଼ିଶା ମ୍ୟୁଜିକ୍ ଇଭେଣ୍ଟ ଗୋଟେ ଚ୍ୟାନେଲ୍ ଅଛି ତା ଇଏରେ ଦେଖ। ଓଡ଼ିଶା ଦିନ ୟୁଟ୍ୟୁବ୍ ଚ୍ୟାନେଲ୍ ବି ଦେଖ। ଇୟରଫୋନ୍ ଦେଇକି ତୁମ ସାଉଣ୍ଡର ଆଉ SM ଅଡ଼ିଓର ଭିଡ଼ିଓ ଭଲସେ ଶୁଣ ଆଉ ଦେଖ। ତୁମ ସାଉଣ୍ଡର ଭଏସ୍ ହେଉଛି ମନା ନାହିଁ ଭାଇ ଠିକ୍ ଅଛି। SM ଅଡ଼ିଓର ବି ଭଏସ୍ ହେଉଛି ମନା ନାହିଁ କିନ୍ତୁ କ୍ୱାଲିଟି ଡିଫରେନ୍ସ ଦେଖ। ସେମ୍ ଜିନିଷ ୟୁଜ୍ କରୁଛ ଭାଇ କ୍ୱାଲିଟି ଡିଫରେନ୍ସ ଦେଖ।
एसएम ऑडियो रे क्लारिटी सब बाजुची कोन कंपटीशन टाइम रे भी से जेमती सिंगल प्रोग्राम रे जेमती बाजुची कंपटीशन टाइम रे भी आहुरी जेमती बाजुची क्लारिटी सब बाजुची कोन पाई से चुंगा को मिडसन पूरा कंप्रोमाइज करके गोटे टाइप रे प्ले करूची कोन पाई भाई से साउंड रो बादशाह तो मानो कि न मानो तमें ना ये 3-4 वर्ष जो तुम ना आम शुणी जाऊँ केबी डीजे जेबी डीजे स्माइल तो एबे छुआ कौन छुआ कथा कहूँ छाड़ एबे शुणी आईज कि तुम्हें हे रश्मि डीजे को हे ग्रीन डीजे को देखिकी बड़ हो मन अच्छी कि ना कि निजर इनभेस्ट कर धीरे धीरे इनभेस्ट कर तुमको पूरा लाइन लगाई पूरा तुम साउंड बिजनेस 5 वर्ष पर तुम लाइन तुम गाड़ी लगे आ जेबी डीजे कौन करूँ ना छोटा छोटा टपरा बांधिकी लाइन देखो तो गाड़ी आगे अच्छी वीडियो देखे पुणा वीडियो कि अपन कर देखेबू कि छाड़ छाड़ आम कहूनु भाई तुम बहुत कष्ट डीजे गाड़ी गोटे गोटे कर आम तुमको निंदा कर आमको कोई अधिकार देना कि आज मुझे कथा पड़ा कहूँ कुना भाई जो के डीजे ओनर तुम्हें तुम जो ऑपरेटरटा से छिटा ऑपरेटरटा किए ना तुम कालिया भाई तुम ऑपरेटर तुम किए मत खाली गोटे कथा कह कहीं नुह आ तुमको भी चैलेंज दूजी भाई तुमको भी कहूँ केबी को स्माइल को और जेबी को मपनली भाई कहूँ आम सब वीडियो फैन मपनली खोली कहूँ तुम कहूँ तो चुंगा बेपारी चुंगा सह कंपटीशन करुँच अरे आम अनुगुल साउंड पर एति ये अच्छी भरोसा अच्छी ना अनुगुल साउंड जित भाई पर एति भरोसा आमर अच्छी से 8 बेस रे हे 6 पीस टॉप हो लाइन हो हेती भी तुम सह कंपटीशन कर तुम भी से आस जदि भाई तुम हरईदेल जो तुम एसएम को हरईदेल भाई मु कहूँ लंडा होना मार्केट में बुलबी लंडा होक मार्केट में बुलबी है मो लंडा होक मार्केट में बुलबी भाई तुम जो हरईदेल ए जेबी केबी एस जो जेबी केबी स्माइल कथा कहूँ चुंगा ना यूनिट ना प्रेसर यूनिट ना खाली लाइनर बेस लाइनर बेस कंपटीशन हम लाइनर को बेस कंपटीशन हम जो हरईदेल तुम्हें मो लंडा होक बुलबी ए स्माइल डीजे भाई तत्ते मुझे कहूँ भाई हरई पार आज जमी गोटे छाड़ किए छाड़ मुझे जानी कि भाई तुमको यहाँ मुझे भूलटा दूसरी आज छाड़ ना कंपटीशन हम जो तुम कौच ना चुंगा यूनिट जो प्रेम जो फेमस एसएम ऑडियो बेपारी जो कहूँ आग जमी चलता एमती कंपटीशन आज 2 मासे 2 वर्ष वर्षे 1.5 वर्ष ना कंपटीशन ना आस बाजू करूँ मुझे कहूँ स्माइल भाई को कंपटीशन कर केबी भाई को भी कहूँ कंपटीशन कर आर जेबी भाई को भी कहूँ कंपटीशन कर हे 8 बेस 6 लाइन रे कर जो हरईदेव भाई मुझे तुम घर घर बुली 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 छेप चाटिबी आ 2 रे मु लंडा होक बुलबी अच्छी चैलेंज कर आम आम साउंड वाला आम फेवरेट आम कहीपर कह रिक्वेस्ट कर आउ गोटे रहा गोटे मजा कथा ना सीरीयस कथा कि भाई काली जो कंपटीशन है केबी डीजेर जदि एसएम ऑडियो जदि बैक कर लगिगला केबी डीजे रे मु देखिली गोटे सार्पी बांधुवा पिला सड़ा हारामी तू 400 टଙ୍କା जो दिन सारा खटुथु सार्पी बांधुथु उपरे तू हे तो साउंड गाड़ी चढ़िया ना गोटे साउंड गाड़ी को भांगुचु गोड़ लगे हाथ मारुचु तू कौन रे तो सार्पी बुहिबा लोक तो सार्पीर गोटे तोर ये अच्छे भाई तू आसना गोड़ दौचु कौन तुम ढेंकानाल डिस्ट्रिक्ट बोली रंग देखुल भाई अधिका अनुकूल प्रोग्राम करुच बुझी भूली जाऊच कि तुमको अधिका अनुकूल प्रोग्राम मिलूँ भूली जाऊच कि तुमको अधिका अनुकूल प्रोग्राम मिलूँ भूली जाऊच कि भाई केबे एमती लोक सब पंगा के तुम फेस कर बुझुच कि नाई साउंड वाला को छाड़ी देगी साउंड वाला को साउंड ओनर को छाड़ी देगी जितेटा ऊपर जो अच्छा कि भाई तुम जान अनुकूल पिला गुण जान तुम हाथ गोड़ा भांगीदेवे भाई एना मत शुणी ना के धमक दब मत धमक दे फरक पड़ोनी भाई मो पनली स्माइल केबी जेबी को कहूँ तुम एत हिम्मत अच्छे तो आ स्माइल भाई तोर कौन मागी जिनस कभी नहीं थे मुझे जाननी किंतु भाई कौन कर नुआ स्टार्टिंग जो साउंड गाड़ी कलु कौ भाई टी जाइलु रे मोर सेटिंग कर दियो फिटिंग कर दियो क्या बार बार कल करूँ रे मोर सेटिंग कर दियो क्या करूँ रे हाँ मु कहूँ ओपनली भाई जहाँ कंट्रोवर्सी भाई बंद कर है आगु कंट्रोवर्सी बंद करा सत्ते
ଆଉ ଗୋଟେ ଚ୍ୟାଲେଞ୍ଜ ଆକ୍ସେପ୍ଟ କର। ପର୍ସନାଲି ମୁଁ କହୁଛି ଜେବି କେବି ସ୍ମାଇଲ୍କୁ ଆମର ଅନୁଗୁଳ ସାଉଣ୍ଡ ଆମ ଭିତରେ ଆମେ କାହା ସହ କମ୍ପିଟିସନ୍ କଲେ ନା ଏମିତି କେବେ ଇଏ ନାହିଁ। ଆଗରୁ କେବେ କେମିତି ହେଇଥିବ ଏବେ ବର୍ତ୍ତମାନ ଆମେ ହେଉନୁ। କିନ୍ତୁ ତୁମମାନେ ବହୁତ ଉଛୁଳୁଛ ଭାଇ। ଲାଇଟ୍ ହ୍ୟାକର ଭାଇ ତୁ ଲାଇଟ୍ ହ୍ୟାକର ଠିକ୍ ଅଛୁ, ପ୍ରୋବ୍ଲେମ୍ କିଛି ନାହିଁ। ତ ସାଉଣ୍ଡ ହ୍ୟାକର ହେବା ପାଇଁ ଚେଷ୍ଟା କରୁନି ଭାଇ। ତୁ ଲାଇଟ୍ ହ୍ୟାକର ଅଛୁ ଠିକ୍ ଅଛୁ। ଆଉ ଗୋଟେ କେବି କମ୍ପିଟିସନ୍ କିଙ୍ଗ, ହଁ ତୁ କମ୍ପିଟିସନ୍ ଭାଇ କର, ମନା ନାହିଁ। ଆଉ ଗୋଟେ ସ୍ମାଇଲ୍ ତୁ ବି କମ୍ପିଟିସନ୍ କିଙ୍ଗ। ଆରେ ଭାଇ ସମସ୍ତଙ୍କର ଏଇ ଇଚ୍ଛା ହେଉଛି ଏସଏମ୍ ସହ କମ୍ପିଟିସନ୍ କରିବା ପାଇଁ। ଦୁନିଆରେ ସେ ସାଉଣ୍ଡ ନାହିଁ ଏସଏମ୍ ଅଡ଼ିଓ। ତୁମେ ଜାଣିଛ ଏସଏମ୍ ଅଡ଼ିଓ ବୁପା, ହଁ ତୁମେ ଜାଣିଛ ନା ଏସଏମ୍ ଅଡ଼ିଓ ସାଉଣ୍ଡର ବୁପା। ତା ସହିତ ଲାଗିଲେ ତା ସହିତ କମ୍ପିଟିସନ୍ କଲେ ହିଁ ଆମ ନାଁଟା ବେଶୀ ବଢ଼ିବ। ଆରେ ଭାଇ ଜେବି ତ ନା ହେଇସାରିଲାଣି, ଛାଡ଼ ଗଲା କଥା। ଆଉ କେବି ସାଉଣ୍ଡ ନା ବି ଅଲରେଡ଼ି ହେଇସାରିଛି। ଆଉ ସ୍ମାଇଲ୍ ଏବେ ଟିକେ ନନା ହେଉଛି। ମୁଁ କହିଲି ସ୍ମାଇଲ୍ ଭାଇ ଯଦି ତୋର ଭାଇ ଏତିକି ସତରେ ଭାଇ ହିମ୍ମତ ଅଛି ନା ଭାଇ, ତ ଆମ ବୟସରେ ହେଇଥିବ 28-29 ବର୍ଷ ହେଇଥିବ ଭାଇ, ମୋ ଓପନ୍ଲିକୁ ଚ୍ୟାଲେଞ୍ଜ ଦେବୁ ତ ନିଜ ପର୍ସନାଲ ଗୋଟେ ଭିଡ଼ିଓ କର, ଏସଏମ୍ ଅଡ଼ିଓକୁ ଓପନ୍ ଚ୍ୟାଲେଞ୍ଜ ଦେ। ଏସଏମ୍ ଅଡ଼ିଓ ଚାଲେ ତୁ ଚୁଙ୍ଗା ଲଗାନି, ମୁଁ ୟୁନିଟ୍ ଲଗେଇବିନି। ଏ 6 ଲାଇନ୍ ଏ 8 ବାସ ଚାଲ କମ୍ପିଟିସନ୍ କରିବା ଚାଲ। ଯଦି ତୁ ହରେଇ ଦେବୁ ପୁଅ ମୁଁ କହିଲି ନା ଛେପ ଚାଟିବି, ଲଣ୍ଡା ହେଇକି ବୁଲିବି ହେଲା। ମୁଁ ଏଇଟା ଭିଡ଼ିଓ କରିଛି, ଯଦି କାହାର କିଛି ରିପ୍ଲାଏ ଦେବାର ଅଛି ରିପ୍ଲାଏ ଦିଅ। ଆଉ ଗୋଟେ ହଁ କାଳିଆ ଭାଇ ଭାଡ଼ୁଆ ୟୁଟ୍ୟୁବର କହିବିନି ତ, କାଳିଆ ଭାଇ ୟୁଟ୍ୟୁବର କହିବି। ଏ ଭିଡ଼ିଓ ଦେଖିକି ତୁ କିଛି ରିପ୍ଲାଏ କର। ଆଉ ଭାବିବୁନି ଯେଟା କିଏ ଗୋଟେ କୁକୁର ନାକେ ଭୁକ ହେଉଥିଲା ମୁଁ ରିପ୍ଲାଏ ଦେବିନି। ଆଉ ଭାବିବୁ ତାହେଲେ ଭାବେ, କିଛି ମତଲବ ନାହିଁ। କିନ୍ତୁ ତୁ ଗୋଟେ ୟୁଟ୍ୟୁବର କର ଏ ଭିଡ଼ିଓଟା କର, ଏ ଭିଡ଼ିଓ କରିସାର ଆଉ ମୋତେ ରିପ୍ଲାଏ ଦେ, ମୁଁ ଚାହୁଁଛି। ଆଉ ସାଉଣ୍ଡର ବହୁତ କି ଯେମିତି ହିଷ୍ଟ୍ରି ଅଛି ଯେଉଁଟା ମୁଁ ଗୀତ ଗାଇବି ଭାଇ। ଆମେ ଭାଇ ନା 9th 8th କ୍ଲାସ୍ରୁ ସାଉଣ୍ଡ ଦେଖି ଆସୁଛୁ ମାର୍କେଟରୁ, କେବଳ 2ଟି ସାଉଣ୍ଡକୁ ଆମେ ବହୁତ ସବୁଆଡ଼େ ନଜର କରୁ, ରଶ୍ମି ଗ୍ରୀନ୍। ଆଉ ତୁ ତମ ଯୋଗୁଁ ନା ଏ ୟୁଟ୍ୟୁବରୁ ପ୍ରାୟ ଡିଜେ ଫେମସ୍ ହେଇଥିଲେ, କେବି ଫେବି ଜେବି ଏବେ ଫେମସ୍ ହେଇଥିଲେ। କିନ୍ତୁ ଆମେ ଆମ ଅମଳରେ କେବଳ 2ଟି ସାଉଣ୍ଡ ନା ଶୁଣୁଛୁ, ରଶ୍ମି ଗ୍ରୀନ୍ ନା ସାଉଣ୍ଡ ଶୁଣୁଥିଲୁ, ବୁଝୁଛ କି ନାହିଁ। ଯେଉଁ ରଶ୍ମିର ଏବେ ଚର୍ଚ୍ଚା ହେଇକି ଏସଏମ୍ ଅଡ଼ିଓ ହେଇଛି। ତ ମନେ ରଖ ଭାଇ, ଏତିକି କହିନା ଭାଇ, ଭିଡ଼ିଓ ବହୁତ ଲମ୍ବା ହେଇସାରିଲାଣି। ଏ ଭିଡ଼ିଓ ଦେଖିଲା ପରେ ମୋତେ ଉତ୍ତର ଦିଅ ଭାଇ ହେଲା। ରହୁଛି ଭାଇ, ଜୟ ଜଗନ୍ନାଥ ଭାଇ।